ମହାଭାଗ ସମ୍ମାନନୀୟ ତ୍ରିରଙ୍ଗା ପତାକା ଏଠାରେ ଉପସ୍ଥିତ ଥିବା ଛୋଟ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠିନୀଗଣ ଆଜି ସ୍ୱାଧୀନତା ଦିବସ ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏଥିରେ କିଛି ତ୍ରୁଟି ଥିଲେ ଦୟାକରି ମୋ ତ୍ରୁଟି ମାର୍ଜନ କରିବେ ବୋଲି ବିଶେଷ ଅନୁରୋଧ। ଆଜି ହେଉଛି 2024 ମସିହାର ଅଗଷ୍ଟ ମାସ 15 ତାରିଖ। ଆମ ଦେଶର 78ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମେ ଏହି ତ୍ରିରଙ୍ଗା ପତାକା ତଳେ ଏକତ୍ରିତ ହୋଇଛୁ। ସ୍ୱାଧୀନତା ଦିବସ ହେଉଛି ଆମର ଜାତୀୟ ପର୍ବ। ଏହି ଦିନ ଆମ ଦେଶର ପ୍ରତ୍ୟେକ ନାଗରିକ ଜାତୀୟ ପତାକା ତଳେ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରନ୍ତି। ଇତିହାସ ଅନୁସାରେ କହିବାକୁ ଗଲେ ବହୁ ବର୍ଷ ପୂର୍ବେ ଆମ ଦେଶରେ ଏକତାର ଅଭାବ ଓ ସରଳତାର ସୁଯୋଗ ନେଇ ଇଂରେଜମାନେ ଆମ ଦେଶକୁ ଅଧିକାର କରିଦେଲେ। ଭାରତ ମାତା ଛିନ୍ନମସ୍ତ ହୋଇଗଲେ। ଭାରତବାସୀ ଅନାଥ ଆଶ୍ରମରେ ଅନାଥ ଶିଶୁ ହୋଇଗଲେ। ସିରାଜ ଦୌଲତଠାରୁ ଟିପୁ ସୁଲତାନ ଜୟୀରାଜଗୁରୁଠାରୁ ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ଆମ ଦେଶ ପାଇଁ ପ୍ରାଣ ବଳି ଦେବାକୁ ପଛାଇ ନଥିଲେ। ଦେଶର ନର ନାରୀ, ଯୁବକ ଯୁବତୀ ଓ ଛାତ୍ର ଛାତ୍ରୀ ଭାରତର ସ୍ୱାଧୀନତା ଲାଗି ସଂକଳ୍ପ ନେଲେ। ଆନ୍ଦୋଳନ ହେଲା। ମହାତ୍ମା ଗାନ୍ଧୀ ଅହିଂସ ନୀତି ଧାରଣ କଲେ। ସୁଭାଷ ଚନ୍ଦ୍ର ବୋଷ କହିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନ ଦେବି। ଏହି ଦୃଢ଼ ମନୋବଳ ଓ ସଂଘର୍ଷ ପାଇଁ ଭାରତ 1947 ମସିହା ଅଗଷ୍ଟ ମାସ 14 ତାରିଖର ମଧ୍ୟରାତ୍ରିରେ ସ୍ୱାଧୀନତା ଲାଭ କଲା। ତା ପରଦିନ ଆମ ତ୍ରିରଙ୍ଗା ପତାକା ନୀଳ ଆକାଶରେ ଉଡ଼ିଲା। ଏହା ପରଠାରୁ ପ୍ରତିବର୍ଷ ଅଗଷ୍ଟ 15 ତାରିଖକୁ ବୀରପୁତ୍ରମାନଙ୍କ ତ୍ୟାଗ ବଳିଦାନକୁ ସ୍ମରଣ କରିବା ପାଇଁ ସ୍ୱାଧୀନତା ଦିବସ ରୂପେ ପାଳନ କରୁ। ବୀରପୁତ୍ରମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉ। ଆମ ଦେଶ ଇଂରେଜମାନଙ୍କ ଅଧୀନରୁ ସ୍ୱାଧୀନତା ଲାଭ କଲା। ସେହି ଇଂରେଜ ଶାସନ ଆଉ ନାହିଁ ସତ, କିନ୍ତୁ ନିରକ୍ଷରତା, ଦରିଦ୍ର, ଦୁର୍ନୀତି, କୁସଂସ୍କାରରୁ ବର୍ତ୍ତମାନ ଏ ଦେଶ ସୁଦ୍ଧା ମୁକୁଳି ପାରିନାହିଁ। ଆମକୁ ମନେ ରଖିବା ଉଚିତ ଯେ କେବଳ ଛାତିରେ ହାତ ବାଡ଼େଇ ଦେଶ ପାଇଁ ଜୟ ଜୟକାର କରିବା ପ୍ରକୃତ ଦେଶ ପ୍ରେମ ନିର୍ଦ୍ଦେଶନ ହୋଇନଥାଏ। ଆମକୁ ଆମର କର୍ମରେ ତାକୁ ପ୍ରତିଫଳିତ କରିବାକୁ ହେବ ଯେ ଦେଶ ପାଇଁ ଲଢ଼ିବା, ଦେଶକୁ ଗଢ଼ିବା ଆଉ ସାରା ଜଗତରେ ଭାରତକୁ ଏକ ଅନନ୍ୟ ଉଦାହରଣ ରୂପେ ଛିଡ଼ା କରାଇବା। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଭାରତ ମାତା କି ଜୟ।